ଶାମ୍ବ ଦଶମୀ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। କାହିଁକି ଏହା ପାଳନ କରାଯାଏ? କାରଣ ଶାମ୍ବ ହେଲେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁଅ। ଥରେ ଗୋପୀମାନେ ପୋଖରୀରେ ଜଳ କ୍ରୀଡ଼ା କରୁଥିଲେ ଆଉ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରିଥିଲେ। ଏକଥା ନାରଦ ଦେଖିଲେ। ତାଙ୍କ ମନରେ ଏକ ଭାବନା ଆସିଲା। ନାରଦ ଶାମ୍ବଙ୍କ ପାଖକୁ ଯାଇ କହିଲେ, ହେ ଶାମ୍ବ, ତୁମେ ଯାଅ, ତୁମକୁ ଗୋପୀମାନେ ପୋଖରୀକୁ ଡାକୁଛନ୍ତି। ଯେହେତୁ ଶାମ୍ବ ନାରଦଙ୍କୁ ସବୁବେଳେ ଥଟ୍ଟା ମଜା କରନ୍ତି, ନାରଦ ସେଥିପାଇଁ ରାଗରେ ଏହା କଲେ। ଶାମ୍ବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଳି ଅବିକଳ ଦେଖିବାକୁ। ଶାମ୍ବ ଗୋପୀମାନଙ୍କ ସହିତ ଜଳ କ୍ରୀଡ଼ା କରିବାକୁ ଲାଗିଲେ। ସମସ୍ତେ ଜଳ କ୍ରୀଡ଼ାର ମଜା ନେଉଥାନ୍ତି। ସେତିକିବେଳେ ନାରଦ ଶ୍ରୀକୃଷ୍ଣଙ୍କ ପାଖକୁ ପହଞ୍ଚି କହିଲେ, ନାରାୟଣ ନାରାୟଣ। ସବୁ ସରିଗଲା। ନାରଦ ଶ୍ରୀକୃଷ୍ଣଙ୍କୁ ନେଇ ସେ ଦୃଶ୍ୟ ଦେଖେଇଲେ। ଶ୍ରୀକୃଷ୍ଣ ଦେଖି ଲଜ୍ଜା ଅନୁଭବ କଲେ। ଗୋପୀମାନେ କହିଲେ, ଆପଣ ତ ସେଇଠି, କିନ୍ତୁ ଆମ ସହିତ କିଏ? ଶାମ୍ବ ଆପଣଙ୍କ ପୁତ୍ର। ଆମ ସହ ଜାଣିଶୁଣି ଏମିତି କଲେ। ଗୋପୀମାନେ ରାଗି ଯାଇ ଶାମ୍ବକୁ ଅଭିଶାପ ଦେଲେ, ଯେଉଁ ଶରୀରରେ ତୁମେ ଜଳ କ୍ରିୟା କଲ, ତୁମକୁ ସେହି ଶରୀରରେ କୁଷ୍ଠରୋଗ ହେଉ। ଶାମ୍ବକୁ କୁଷ୍ଠରୋଗ ହେଲା। ଏହି ରୋଗରୁ ଭଲ ହେବା ପାଇଁ ଶାମ୍ବ 12 ବର୍ଷ ଯାଏଁ କୋଣାର୍କରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କଲେ। ଏହି ଦିନ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ଭଲ ହେଲେ। ସେବେଠୁ ଏହି ଦିନ ଶାମ୍ବ ଦଶମୀ ନାଁରେ ପାଳନ କରାଯାଏ। ଏହି ଦିନ ସବୁ ପରିବାର ମିଶି ଏକ ସ୍ୱତନ୍ତ୍ର ଡାଲମା କରି ଶାକର ସହିତ ବାଇଗଣ ପତ୍ରରେ ପିଠା ଓ ଡାଲମା ଛୋଟ ପିଲାମାନଙ୍କୁ ଭୋଗ ସରିଲା ପରେ ଦିଆଯାଏ।